ମୁଁ ଦିଲ୍ଲୀପ ଦାସ ଶର୍ମା ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ। ଆଜି ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଶାର ସୀମା ସୁରକ୍ଷା ଓ ନିର୍ବାଚନ ଇସ୍ତାହାର ପ୍ରସଙ୍ଗରେ ଯେଉଁ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହେଉଛି, ଏଥିରେ ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ସୀମା କିପରି ଭାବରେ ସୁରକ୍ଷିତ ରହିବ ଏବଂ ସମସ୍ତ ରାଜନୈତିକ ଦଳମାନେ ତାଙ୍କର ନିର୍ବାଚନ ଇସ୍ତାହାରରେ ସୀମା ସୁରକ୍ଷା ବିଷୟରେ କିପରି ସ୍ଥାନ ଦେବେ ଏବଂ ସେଥିପାଇଁ କାମ କରିବେ, ଏଇଟା ହେଉଛି ମୁଖ୍ୟ ପ୍ରସଙ୍ଗ। ଦ୍ୱିତୀୟରେ ଆମେ ନିକଟରେ ଏଠି ଯେତେବେଳେ ତିନୋଟି ବଡ଼ ରାଜନୈତିକ ଦଳ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ତାଙ୍କର କର୍ମକର୍ତ୍ତାମାନଙ୍କୁ ଦେଖା କରି ଏବଂ ବିଜେଡ଼ି ତ ତାଙ୍କର ନିର୍ବାଚନ ଇସ୍ତାହାର ପାଇଁ ଇମେଲ୍ ଦେଇ ତାଙ୍କୁ ସବୁ ନିର୍ବାଚନ ଇସ୍ତାହାରରେ ଏହି ସୀମା ସୁରକ୍ଷା ପ୍ରସଙ୍ଗ ରଖିବାକୁ ଆମେ ଅନୁରୋଧ କରିଛୁ। ସେଇଥିପାଇଁ ଆମର ଦୁଇଟି ଦାବି ରହୁଛି ଉତ୍କଳ ସମ୍ମିଳନୀ ତରଫରୁ। ଆପଣ ଯେଭଳି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଛନ୍ତି, ସେଇଭଳି ଭାବରେ ସୀମାନ୍ତ ଓଡ଼ିଶା ବିକାଶ ପରିଷଦ ଗଠନ କରି ସୀମାନ୍ତ ଅଞ୍ଚଳବାସୀଙ୍କୁ ଅଧିକା ସୁବିଧା ଯୋଗାଇ ଦିଆଯାଉ, ଯେଭଳି ଭାବରେ ସେମାନେ ଆମ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଲୋଭ କରିବେ ନାହିଁ। ପ୍ରଥମ କଥା। ଦ୍ୱିତୀୟ କଥା, କେନ୍ଦ୍ର ସରକାରଙ୍କୁ ମଧ୍ୟ ଆମେ ଅନୁରୋଧ କରିଛୁ, କାହିଁକିନା ଏଇଟା ଓଡ଼ିଶା ଆନ୍ଧ୍ର କିମ୍ବା ଓଡ଼ିଶା ଛତିଶଗଡ଼ ବା ଏହା ଭିତରେ ନୁହଁ, ଏଇଟା ହେଉଛି ମଧ୍ୟ ବିଭିନ୍ନ ରାଜ୍ୟରେ ଏଇଭଳି ଭାବରେ ଅଛି। ତେଣୁ ତାଙ୍କୁ ମଧ୍ୟ ଅନୁରୋଧ କରିଛୁ ରାଜ୍ୟ ଭିତରେ ଥିବା ସୀମା ସମସ୍ୟାକୁ ସମାଧାନ କରିବା ପାଇଁ ଗୋଟେ ସୀମା ସୁରକ୍ଷା ପରିଷଦ ଗଠନ କରନ୍ତୁ, କାଉନସିଲ୍ ଯେଉଁଟା କହୁ ଇଂରାଜୀରେ। ସୀମା ସୁରକ୍ଷା ପରିଷଦ ଗଠନ କରି ପ୍ରତି ରାଜ୍ୟ ଭିତରେ ଥିବା ସୀମା ବିବାଦର ସମାଧାନ କରନ୍ତୁ। ଏଇଟା ଉତ୍କଳ ସମ୍ମିଳନୀର ଆଜି ଦାବି। କାରଣ ବର୍ତ୍ତମାନ ନିର୍ବାଚନ ପ୍ରସଙ୍ଗ ଯେହେତୁ ଅଛି, ତେଣୁ ତାଙ୍କୁ ବର୍ତ୍ତମାନ ନିର୍ବାଚନ ଇସ୍ତାହାରରେ ରଖି ସମସ୍ତେ କିଭଳି ଭାବରେ କାମ କରିବେ ସେଥିପାଇଁ ଉତ୍କଳ ସମ୍ମିଳନୀ ଦାବି କରିଛି। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ। ମୋ ନାଁ ଅନନ୍ତ ପ୍ରସାଦ ଜେନା। ମୁଁ ବର୍ତ୍ତମାନ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟିର ସଭାପତି ଅଛି। ଆମର ପ୍ରଥମ ଡିମାଣ୍ଡ ହେଲା ଯେ ସୀମାନ୍ତ ସୁରକ୍ଷା ପାଇଁ ଗୋଟେ କମିଶନ ବା ଗୋଟେ ଡିପାର୍ଟମେଣ୍ଟ ଓଡ଼ିଶା ସରକାର କରନ୍ତୁ, ସେ ଜାଣିପାରିବେ ସବୁ କଥା। ବର୍ତ୍ତମାନ ଆମେ ଆପଣମାନଙ୍କ ମାଧ୍ୟମରେ ଜଣାଇ ଦେବାକୁ ଚାହୁଁ ଜନସାଧାରଣଙ୍କୁ ଏବଂ ଓଡ଼ିଶା ସରକାରଙ୍କୁ ଯେ କୋଟିଆରେ ଡବଲ ଭୋଟିଂ କେମିତି ହେଉଛି। ସରକାର ନିୟମ ଅନୁସାରେ ଗୋଟିଏ ସ୍ଥାନର ଜଣେ ଭୋଟ ଦେଇପାରିବେ। ଆପଣ କେବଳ ଭୁବନେଶ୍ୱର ଭୋଟର ଭୁବନେଶ୍ୱର ଦେଇପାରିବେ, ଆପଣ ଆଉ ବେଙ୍ଗଲରେ ଯାଇକି ଭୋଟର ହେଇପାରିବେନି କି ଦେଇପାରିବେ। ଏଇଟା କିପରି ହେଇପାରୁଛି? କୋଟିଆର ଡବଲ ଭୋଟିଂ କେମିତି ହେଲା? ଏଇଟା ପ୍ରତିବାଦ ଆମେ କମିଶନକୁ କହୁଛୁ। ଏଇଟା ଏ ବେଆଇନ କାର୍ଯ୍ୟକୁ ବନ୍ଦ କରାଯାଉ। ଅଭିସନ୍ଧିମୂଳକ ଭାବରେ ରଖିକି କୋର୍ଟ କଚେରୀରେ ଏହାକୁ ଦଲିଲ ହିସାବରେ ଗ୍ରହଣ କରାଇବା ପାଇଁ ଏହିପରି କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ କାଗଜରୁ ଆପଣ ଦେଖନ୍ତୁ, ସେମାନେ ଆମର ସକାଳେ ସେଦିନ ଭୋଟଟା ହେବ ଓଡ଼ିଶାରେ, ସେମାନେ ଭୋଟ ଦେବେ। ସେ କାଳିକି ଲିଭେଇବା ପାଇଁ ଏଜେଣ୍ଟମାନେ ସେଠି ବସିଗଲେଣି। ଏଇ ଖବରକାଗଜରେ ଆଜି ବାହାରିଛି। ସେ ଯେଉଁ ଆଙ୍ଗୁଳିରେ କାଳି ଦିଅନ୍ତିନି, ସେ କାଳିଟାକୁ ଲିଭେଇକି ଉପରଓଳି ଯାଇକି ଆନ୍ଧ୍ରରେ ଭୋଟ ଦେବେ। ଏଇ ଅନ୍ୟାୟ ପ୍ରତିବାଦ କରିବାକୁ ପଡ଼ିବ ଓଡ଼ିଶା ସରକାରକୁ। ସେଇଟାକୁ ଆମେ ଓଡ଼ିଶା ସରକାରକୁ ସଚେତନ କରୁଛୁ ଏବଂ ସବୁ ରାଜନୈତିକ ଦଳମାନଙ୍କୁ ମଧ୍ୟ, ସମ୍ପାଦକ, ମୁଁ, ଭାଇସ୍ ପ୍ରେସିଡେଣ୍ଟ, ଆମେ ସବୁ ଯାଇ କହିଛୁ ଯେ ଆପଣଙ୍କ ଇସ୍ତାହାରରେ ୟାକୁ ସବୁ ରଖନ୍ତୁ। ତା ନହେଲେ ହେଇପାରିବନି। ଇସ୍ତାହାରରେ ରଖନ୍ତୁ। ଖାଲି ଭାଷଣରେ କହିଦେଇ ପଳେଇଲେ ହେବନି। ଆମେ ବିଜେପି ଯାଇଛୁ, କଂଗ୍ରେସ ଯାଇଛୁ, ବିଜେଡ଼ି କି ମଧ୍ୟ ଯାଇକି ଆପ୍ରାୟିତ କରୁଛୁ। କ'ଣ କହିଲେ? ନାଇଁ, ସୁବିଧା ପାଉନି। ଓଡ଼ିଶାରେ ଆପଣ କୋଟିଆ ବା ଯେଉଁଟା ଅଛି, ଓଡ଼ିଶା ସରକାର ଯେତିକି ସୁବିଧା ଦେବା କଥା ଦେବା କଥା, ଆଉ ଟିକେ ଆଟେଣ୍ଟିଭ୍ ହେବା କଥା। ଆଉ କ'ଣ ଆଲର୍ଟିଭ୍, ଆଟେଣ୍ଟିଭ୍ ମାନେ ସଚେତନ ଏବଂ କାର୍ଯ୍ୟଦକ୍ଷ ହେବା ଦରକାର, ଯେଉଁଟାକି ପ୍ରକାଶ ପାଉନି। ସେମାନେ ଆମର ତ ଲୋକ ଚରିତ୍ର ଭିନ୍ନ, ସେମାନେ ଯେଉଁଠି ପାଉଛନ୍ତି ସୁବିଧା ପଳାଉଛନ୍ତି। ଆଉ କ'ଣ ଏଇଆ କ'ଣ? ଆଜି କେବଳ ଏଠି ନୁହେଁ, ଆପଣ ଦେଖନ୍ତୁ ବେଙ୍ଗଲରୁ ନେଇଯାଉଛନ୍ତି। ଆମେ ଯାଇଥିଲୁ ସେଠିକି, ଋଷିକୂଲ୍ୟା ସେ ଯେଉଁ ନଦୀରୁ ବାଲି ନେଉଛନ୍ତି, ସେ ଗାଁକୁ ଆମେ ଯାଇଛୁ। ବାଲି ନେଇଗଲୁ ତଳେ, ମନ୍ଦିର ସବୁ ଧସିଲାଣି। ଆମେ ଯାଇଛୁ ସେଠି, ପ୍ରତିବାଦ କରୁଛୁ। କିନ୍ତୁ ପ୍ରତିବାଦର ପ୍ରକୃତ ରୂପରେଖ ହେଉନି। କାହିଁକି ନା ଆମ ଶାସନ ଟିକେ ଢିଲା ହେଉଛି।
ଗୋଟିଏ ପ୍ରତିବାଦରେ ଆମେ ସକ୍ସେସଫୁଲ୍ ହେଇଥିଲୁ ଯେତେବେଳେ ମଧୁବାବୁଙ୍କର ଆପଣ ବେଙ୍ଗଲରେ ସେ ଯେଉଁ ଥାନା ହେଇଛି ସେଇଠି ମଧୁବାବୁଙ୍କ ଇଏରେ ଗୋଟେ ରାସ୍ତା ସେମାନେ ଜବରଦସ୍ତି ନେଇକି ବେଙ୍ଗଲ ୱେଲକମ୍ ସେଇଟାକୁ କହିଥିଲେ ଏବଂ ସେତେବେଳେ ରେଭିନ୍ୟୁ ମିନିଷ୍ଟର ଯିଏ ଥିଲେ କଡ଼ା ନିର୍ଦ୍ଦେଶ ଦେଇଥିଲେ ସେ ଗେଟ୍ ଭଙ୍ଗା ଯାଇଥିଲା ଉତ୍କଳ ସମ୍ମିଳନୀ ମାଧ୍ୟମରେ ହେଇଥିଲା। ତେଣୁ ସମସ୍ତେ ଟିକେ କନସିୟସ୍ ହେଲେ ଜାତୀୟବାଦୀ ନହେଲେ ହେଇପାରିବନି। ତେଣୁ ଆମର ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛୁ ଯେ ଲୋକେ ଆମେ ଓଡ଼ିଆ ଲୋକେ କର୍ତ୍ତବ୍ୟ ସଚେତନତା ମଧୁପୁରୀ ଅଧିବେଶନରେ କହିଥିଲେ ଗୋଟିଏ ମିନିଟ୍ ଓଡ଼ିଶା ପାଇଁ ଭାବ। ତେଣୁ ମୁଁ ଆଜି ସମସ୍ତଙ୍କୁ ଅନୁରୋଧ କରୁଛି ଓଡ଼ିଶାରେ ଏଇ ସୀମା ସୁରକ୍ଷା ପାଇଁ ପ୍ରତ୍ୟେକ ଓଡ଼ିଆ ଗୋଟିଏ ମିନିଟ୍ ଭାବନ୍ତୁ। ତା ନହେଲେ ହେଇପାରେ। ମୁଁ ତ କୋଟିଆର ବିଭିନ୍ନ ଅଞ୍ଚଳ ସେ ଗାଁକୁ ଯାଇଛି କେବଳ ସେ ବକ୍ସାଇଟ୍ ପାଇଁ ସେମାନେ ଲୋଭରେ ଆସୁଛନ୍ତି ଆଉ କିଛି ନାହିଁ। ଓଡ଼ିଶା ସରକାର କ୍ଷତି ହେଇଯିବ ବହୁତ। ତେଣୁ ଆପଣମାନେ ଯେଉଁମାନେ ସାମାଜିକ କ୍ଷେତ୍ରରେ ସାମ୍ବାଦିକତାରେ ଅଛନ୍ତି ସେମାନେ ଉଠିଲେ ଲୋକ ଉଠିଲେ ନିଶ୍ଚୟ ସରକାର ଉଠିବେ।